ସାଙ୍ଗମାନଙ୍କ ସାଙ୍ଗେ ଯଦି ପାର୍ଟି ଯାଇଥିବ ତ ମରିଗଲନ। ସେନେ ତ ଖାଇବ କମ୍, ମଜା ମଜଲିସ୍ ଏନ୍ତା ଚାଲୁଥିବା ଯେ ନାଇଁ କହନ। ମଜା ମଜଲିସ୍ କରିକିରି ତ ପେଟ୍ ପୁରିଯିବା, ଆଉ ଖାଇବ କାଣା କିଏ କେନ୍ତା କରୁଥିଲା, କିଏ କାଣା କରୁଥିଲା ସେଟାକେ ଦେଖ୍ ଇଟାକେ ଦେଖ୍ ନେଇକେ। ଆପଣମାନଙ୍କ ସାଙ୍ଗେ ଏନ୍ତା ହେସି କି ନିଜେ କମେଣ୍ଟରେ ଜଣାବେ ତ। ମୋର୍ ସାଙ୍ଗେ ତ ଏନ୍ତା ହେଇଥିଲା ଯେତେବେଲେ ମୁଇଁ ଆମର୍ ପଡ଼ିଶା ଘରର ପାର୍ଟିକେ ଯାଇଥିଲି। ପାର୍ଟିରେ ଖାଇବ କାଣା କି ଇତାକେ ଦେଖ୍ ତ ସେ କେନ୍ତା କରୁଛେ ଯେ, ଆଉ ସେତାକେ ଦେଖୁଛୁ କେତେ ସାରା ଜୁଗରିଛି ଯେ ଏନ୍ତା ଲାଗୁଛେ ଯେ ଜନ୍ମ ଭୁକା ଅଛି। ଏତ୍କି ସାରା ଜୁଗରିଛି ଯେ ବାପରେ ଖାଇ ପାର୍ବା କେଁ? ଆମେ ତ ତାକେ ନଜର ବି ପକେଇଦେଲୁନ। ଆଉ କାଣା ଖାଇବା ଗଲା 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 ଏନ୍ତା ସବୁ କଥାବାର୍ତ୍ତା ହେଇକିରି ନେଇକେ ହସି ହସିକିରି ପେଟ୍ ପୁରି ଯାଉଥିଲା। ଲାଷ୍ଟରେ କାହାକେ ନାଇଁ ପାଇଲୁ ବୋଲେ ନିଜ ନିଜ ଭିତରେ ଫେର୍ କମେଣ୍ଟ ପାସ୍ କରି ବସଲୁ। ଏ ଦେଖୁଛନ୍ କେ ଇତାକେ ବାପରେ କେନ୍ତା ଷ୍ଟାଚୁ ଲେଖେ ବଇছে ଯେ, ଆଉ କେତେ ଖାଇତା ଯେ ବୁଆ କେ ଜାଣିଛେ। ଆଉ ଇତାକେ ତ ଦେଖ ଗୁଲାବଜାମୁଟାକେ ଏନ୍ତା ଚହରଉଛେ ଯେ ବୁଆ ନାଇଁ କହନ କେବେ ଗୁଲାବଜାମୁନ ନାଇଁ ଖାଇଲା ଲେଖେ। ଏନ୍ତା ସାଙ୍ଗମାନଙ୍କ ସାଙ୍ଗେ ଥିବ ବୋଲେ ତ ଏନ୍ତା ଏକା ହେବା। ଲାଷ୍ଟରେ ମାନେ ଏଇଟା ଆଇସ୍କ୍ରିମ୍ ସର୍ଭ କଲେ। ଆଇସ୍କ୍ରିମ୍ ଖାଇଲା ବେଲେ ହେଲେ କାଣା କମ୍ ମଜାକ୍ ଚାଲିଥିଲା। ଜଲ୍ଦି ଜଲ୍ଦି ଖ ତାପରେ ଯାଇକିରି ତ ପିଘଲି ଗଲେ ନିକେ ପିଇଦେବ ବୋଲିକିରି ଖାଇବାକେ ବି ଗଲା ନାଇଁ ପଡ଼େ। ଆଉ ଦି ମା ପୁଅକେ ତ କହିଲେ ନାଇଁ ସରି, ଏମାନେ ତ ତାଙ୍କର ମସ୍ତିରେ ଏକା ଥିଲେ। ଦୁଇ ଜଣ ଏନ୍ତା ଆଇସ୍କ୍ରିମ୍ ଖାଉଥିଲେ ଯେ ବୁଆ ନାଇଁ କହନ। ଆଉ ଇ ଛୁଆ ଗୁଡ଼ିକ ଏକା ବଢ଼ିଆ ଥିଲା। ଶୋଇକିରି ଉଠିକିରି ପହେଲା ଆସିକିରି ଆଇସ୍କ୍ରିମ୍ ଖାଇଲା।